ମୁଁ ବି ଜଣେ ବିସ୍ତାରିତ ପରିବାର ଆମର ଯୋଉ ଟାଟା ପ୍ରକଳ୍ପରେ ବି ବିସ୍ତାରିତ ପରିବାର ଜଣେ ସଦସ୍ୟ। ମୁଁ ବିସ୍ତାପିତର କଷ୍ଟ ମୋ ପରିବାର ଯେତେବେଳେ 1995-96ରେ ବିସ୍ତାପିତ ହେଇଛି ସମ୍ପୂର୍ଣ୍ଣ ଭାବେ ବି ସେ କଷ୍ଟ ବି ମୁଁ ଭୋଗ କରିଛି। ତ ଆମେ ଯେହେତୁ ସରକାର ବେଳେ ବେଳେ ବଡ ବଡ ନିଷ୍ପତ୍ତି ନିଅନ୍ତି ଯୋଉ ରାଜ୍ୟର ସ୍ୱାର୍ଥ ପାଇଁ ହଉ କି ଦେଶର ସ୍ୱାର୍ଥ ପାଇଁ ହଉ, ଆମର ସେ ଅଞ୍ଚଳରେ ସେମିତି ବର୍ତ୍ତମାନ ମୁଁ ଏମପି ହବା ପରେ 3ଟି ବଡ ବିଷୟ ରହିଛି। ଗୋଟେ ହେଲା ଛେଳିଗଡ ପ୍ରୋଜେକ୍ଟରେ ଆମର ଯୋଉ ସମ୍ପୂର୍ଣ୍ଣ ବିସ୍ଥାପିତ ତଥା ପ୍ରଭାବିତ କରିବା। ଆମର ଆପଣମାନେ ଜାଣିଥିବେ ତ ଗଞ୍ଜାମ ସହିତ ବହୁ ସମ୍ପର୍କ। ଗୋଳାବନ୍ଧ ଯୋଉଠି ଅଛି, ଧବଳେଶ୍ୱର ମନ୍ଦିର ଯୋଉଠି ଅଛନ୍ତି, ସେଇ ପାଖରେ ମଧ୍ୟ ଗୋଟେ ନୂଆ ଗୋଳାବନ୍ଧ ଭିଲେଜ ଅଛି। ସେଇଟା ବି ଆମର 1033 ପରିବାର, ଗୋଳିଆ ପରିବାର, ତାଙ୍କର ବି ଗୋଟେ ବିସ୍ତାପିତ, କାହିଁକିନା ସେଇଟା ଆର୍ମିର ଗୋଟେ ଡିପୋ। ଆର୍ମିର ଯୋଉ ଡିପୋ ହବ ସେଇଟା କଣ ସୁରକ୍ଷା ଦୃଷ୍ଟି, ଦେଶର ସୁରକ୍ଷା ଦୃଷ୍ଟି କରାଯିବ। ସେ ଦୃଷ୍ଟିରୁ ସେ ଯୋଉ ପରିବାରକୁ ମଧ୍ୟ ଆମର କୀର୍ତ୍ତିପୁର ସାଇଡରେ ତାଙ୍କୁ ଗୋଟେ ସ୍କିମ୍ କରି ଦିଆଯାଇଥିଲା। ତାଙ୍କର ବି ଗୋଟେ ବର୍ତ୍ତମାନ ସମାଧାନ ପାଇଁ ମଧ୍ୟ ରାଜ୍ୟ ସରକାର ଆଗ୍ରହ ଅଛନ୍ତି। ତାଙ୍କର ଗୋଟେ ଆଲୋଚନା ହେଇକି ଗୋଟେ ପଜିଟିଭ ସ୍ତରକୁ ଯାଇଛି। ଆଉ ଗୋଟେ ହେଲା ଟାଟା ଷ୍ଟିଲ ର ଯୋଉ ବିସ୍ତାପିତ, ଯୋଉଟା ଆମ ଗାଁ ମାନଙ୍କୁ, ଆମର ଯୋଉ ଗୋପାଳପୁର ସାଇଡ ଯୋଉଟା ଅଛି, ଆମେ ଆପଣ ମାନେ ଯେତେବେଳେ ତରାତାରିଣୀ ମନ୍ଦିର ଗଲାବେଳେ ଦେଖିଥିବେ, ସେପଟେ ସାଇଡରେ ଟାଟା କଲୋନୀ ଯୋଉଟା ହେଇଛି, ସେ ଜାଗାକୁ ଆମମାନଙ୍କୁ ଦିଆଯାଇଛି। କିନ୍ତୁ ବିସ୍ତାପିତ ସମସ୍ୟା ସେବେ ବି ସରିଯାଇନି, ଆମର ବି ସରିନି। ବିସ୍ତାପିତ ସମସ୍ୟା ନେଇକିରି ଆମ ଗାଁ ଲୋକ ବି, ମୁଁ ବି ମଧ୍ୟ ବର୍ତ୍ତମାନ ଫାଇଟ୍ ବି କରୁଛୁ। ଏତେ କିଛି ମିଛ ବି ନୁହଁ। କାହିଁକି ଆମେ ପ୍ରୋଜେକ୍ଟ ବିସ୍ତାପିତ ହେଲେ ଲୋକ ଯୋଉ ସଂଘର୍ଷ ଯୋଉ ଇସ୍ୟୁସ ରହିବ, ଏଟା କଣ୍ଟିନ୍ୟୁ ରହିବ, ଏଟା ତ ଗୋଟେ ଦିନରେ କ୍ଲୋଜ ହେଇଯିବ। କିନ୍ତୁ ଯୋଉ ମୂଳ ସମସ୍ୟା, ଯୋଉ ମୂଳ ବିସ୍ତାପିତ ସମସ୍ୟାର ଯୋଉ ପ୍ରୋବ୍ଲେମ ଟାକୁ ସମାଧାନ ହେଇ ସରକାରଙ୍କର ଭରସା, ତମ ମାନଙ୍କର ବିଶ୍ୱାସକୁ ଆଧାର କରି ଆଗକୁ କଥାଟା ବଢାଯାଏ, ସେଇ ଦିଟାର ଗୋଟେ ସ୍ତରକୁ ଯାଇଛି। କିନ୍ତୁ ମୁଁ ଯେତେବେଳେ ଦେଖିଲି, ମୁଁ ନିର୍ବାଚନ ଆପଣ ମାନଙ୍କର ମତେ 2024ରେ ମତେ ନିର୍ବାଚିତ କରି ପଠେଇଛନ୍ତି, ମୋ ଅଞ୍ଚଳର ଯୋଉ ବିଭିନ୍ନ ସମସ୍ୟା ରହିଛି, ସେ ସମସ୍ୟା ଭିତରେ ଛେଳିଗଡ ସମସ୍ୟାଟା ବଡ ଗୁରୁତ୍ୱପୂର୍ଣ୍ଣ ସମସ୍ୟାରେ ରହିଛି। ପ୍ରାୟ ବହୁତ ବର୍ଷ ବି ହେଇଗଲାଣି। ଆର ଗୋଟେ ସନ୍ତୋଷଜନକ ସମାଧାନ ଲୋକଙ୍କର ବିସ୍ତାପିତ ହଉ କି ଆମର ପ୍ରଭାବିତ ପରିବାରଙ୍କର ମନକୁ ଧରିକିରି ଯୋଉ ପ୍ୟାକେଜଟା ହବା କଥା, ସେ ପ୍ୟାକେଜଟା ନହବା ଯୋଗୁଁ ଲୋକଙ୍କର ମନ ଭିତରେ କ୍ଷୋଭ ଅଛି, ଦୁଃଖ ଅଛି, କଷ୍ଟ ଅଛି। ତାଙ୍କ କଥାଟାକୁ କିଏ ବୁଝି ପାରୁନାହାନ୍ତି। ଆଜି ଜିଲ୍ଲାପାଳ ଗୋଟେ ଖୋଲା ଅବନରେ ଅଛି, ସେ ଆପଣଙ୍କୁ ପୁରା ସମର୍ଥନ ଦିଅନ୍ତି। ଏ ଟିମ୍ ମଧ୍ୟ ତାଙ୍କ ନିର୍ଦ୍ଦେଶରେ ସେ ଟିମ୍ ଆସିଛନ୍ତି, ତମ କଥା ଭଲରେ ଶୁଣିକି ମୁଖ୍ୟମନ୍ତ୍ରୀଙ୍କୁ ଖୋଲା ଦିଅନ୍ତି। ମୁଖ୍ୟମନ୍ତ୍ରୀ ତମ ଭଳିଆ ଜଣେ ଆଦିବାସୀ ପରିବାରରୁ ଆସିଛନ୍ତି, କଷ୍ଟ ଜାଣିଛନ୍ତି। ଦୀର୍ଘ 18 ବର୍ଷରୁ ସରପଞ୍ଚ ହେଇକି ସିଏ ମତେ ଯାହା କହୁଥିଲେ ଦିନେ, ଯେ 18 ବର୍ଷରୁ ସଂଘର୍ଷ କରିକି ଆଜି ଦିନରେ ସେ ଶୀର୍ଷ ଜାଗାରେ ରାଜ୍ୟରେ ପହଞ୍ଚିଛନ୍ତି। ଏ ଯୋଉ ସଂଘର୍ଷମୟ ଜୀବନରେ ତାଙ୍କର ଯୋଉ ଅନୁଭୂତି ରହିଛି, ତାକୁ ଆଧାର କରିକି ଆଦିବାସୀ ବହୁତ ଅଞ୍ଚଳର ଯୋଉ କଷ୍ଟ ଅଛି, ତାକୁ ସେ ସୁଧାର କରିବା ପାଇଁ ସେ କଥା ବି ମତେ କହିଛନ୍ତି। ତ ତାଙ୍କର ନିର୍ଦ୍ଦେଶରେ ଆଉ ତମ ମାନଙ୍କର ଯୋଉ ସମସ୍ୟା ପାଇଁ ମୋର ନିର୍ବାଚିତ ପ୍ରତିନିଧିର ଦାୟିତ୍ୱରେ, ଜିଲ୍ଲାପାଳଙ୍କର ସହଯୋଗ ଆଉ ପ୍ରୋତ୍ସାହନରେ, ଆଉ ଡିପାର୍ଟମେଣ୍ଟ ଅଫିସର ମାନେ ଯୋଉ ଡିପାର୍ଟମେଣ୍ଟ ମେନ୍ ଅବଜେକ୍ଟିଭ ରହିଛି, ସେ ଅବଜେକ୍ଟିଭ ଫୁଲଫିଲ କରିବା ପାଇଁ ଗୋଟେ ଡିପାର୍ଟମେଣ୍ଟ ଅନସକ୍ସେସଫୁଲ ରିପୋର୍ଟ ହେଇଗଲା। ଏଇଟା ଇରିଗେସନ ଡିପାର୍ଟମେଣ୍ଟର ଯେତେ ଶୀଘ୍ର କାମ ସରିଲେ, ଏଇ କାମ ସରିଲେ ଅନ୍ୟ କାମକୁ ଯିବେ ସେମାନେ। ଆଉ କୋଉ ଗୋଟେ କାମ କରିବା, ଅନ୍ୟ କୋଉ ଅଞ୍ଚଳରେ, ଆମର ଜିଲ୍ଲାରେ ହଉ କି ଅନ୍ୟ ଜିଲ୍ଲାରେ ଆଉ ଗୋଟେ ପ୍ରୋଜେକ୍ଟ କରିବା ଯୋଉଟା ଲୋକକୁ ବେନିଫିଟ ହବ। କିନ୍ତୁ ଗୋଟେ ପ୍ରୋଜେକ୍ଟର ଡିଲେ ହବା ଯୋଗୁଁ ବିଭିନ୍ନ କାରଣ, ମୁଁ ତମକୁ କାହାକୁ ଆମେ ଆରୋପ ପ୍ରତ୍ୟାରୋପ କରି ଆସିନି, ବିଭିନ୍ନ ଯୋଉ କାରଣ ପାଇଁ ଡିଲେ ହବା ଯୋଗୁଁ ଆମର ଯୋଉ କନଷ୍ଟ୍ରକ୍ଟିଭ ଆୱାର ଯେତିକି ଘଣ୍ଟା ରହୁଛି କି ଦିନର, ସେ ସମୟଟା ଗୋଟେ ଜାଗାରେ ପ୍ରୋଜେକ୍ଟ ରହିଯାଉଛି। ଏଇଟା ସମାଧାନ କେମିତି ହବ, ଏମିତି ବହୁତ ବର୍ଷ ତାଙ୍କର ବି ପଳେଇଲାଣି। ରାଜ୍ୟର ଯୋଉ ମୂଳ ସମସ୍ୟାକୁ ଯୋଉ ସୁଧାର କରିବା ପାଇଁ ଡିପାର୍ଟମେଣ୍ଟ ଅଛି, ବେଳେ ବେଳେ ବି ତାଙ୍କେ ବି ଫିଲ୍ କରୁଛନ୍ତି ଗୋଟେ ତ ସମସ୍ୟା ସମାଧାନ, ଆଗକୁ ବି କଣ ଯିବା। ଆଜି ଗୋଟେ ସମୟ ଆସିଛି, ଆମେ ଯୋଉ କାଲି ମ୍ୟାମ୍ କଥା ହେଇଛି ଯେ ଏଲୋ ଆମର ପ୍ରେଜେଣ୍ଟ କରିବେ, ଆଉ ଆମର ଆଡିସନାଲ ଚିଫ ଇଞ୍ଜିନିୟର ବି ଅଛନ୍ତି। ଆମକୁ କଥାକୁ ଆଗେଇ ନବା ପାଇଁ ଗୋଟେ ଭଲ ବାତାବରଣରେ ମୁଖ୍ୟମନ୍ତ୍ରୀଙ୍କ ଆଗରେ ଉପସ୍ଥାପନ କରି ଆପଣ ମାନଙ୍କର ଅନୁମୋଦନ ସହିତ
जो समय आगे जो जो आम 15टी विलेज अच्छी 5टी पूरा संपूर्ण विस्थापित अच्छी से आउ 10टी आम प्रभावित अच्छी प्रत्येक विलेज रो जो चरित्र विलेज रो गाँ लोकंकर मनोभाव अंचल मनोभाव आउ तांकर जो समस्या अलग अलग भी अच्छी काली जहाँ मुझे शुणुଥିଲି जो जो जगह जो समस्या समाधान हबार संभावना अच्छी एक जोटा टी अधिक समय सापेक्ष अच्छी आम समस्या तो गोटे राउंड अप कर जो जो जगार जोड़ा समस्या सपोज 1 नंबर समस्या है समाधान हो पार 2 नंबर समस्या था समाधान हो पार समय लगुच सरकार विभिन्न एप्रुवाल दरकार पड़े ये जो आपको आम गोटे माने मोर मोर समस्या शुणुच तो भल प्रस्तावटा भल शुणु आम जो जो समस्या एक करहब बर्तमान जोटा बर्तमान जिलापाल आसिल 2 एकर लक्ष जमीटा जोटा दे हम जो जो जगह तुम जो दीर्घ दिन डिमांड आगे जो जोटा करहब से गोटे आम करहबार जिनसा आगे नहीं जाए जो जगह तुम असुविधा अच्छी जोटा जिलापाल क्षमता परिसर ना सरकार अनुमोदन अपेक्षा भुवनेश्वर से जगह को मुझे दिल्ली भुवनेश्वर वर्कआउट कर ये जो गोटे विश्वास वातावरण सहित आम आगू को बढ़िया ए कथा को नहीं विश्वास तुमको भरोसा तुम आई रिप्रेजेंट यू एज यू तुम कथाटा को भुवनेश्वर तुम जापर तुम मत निर्वाचित कर तुम कथाटा ठीक भाव मु जिलापाल पाखे हो कि भुवनेश्वर हो उपस्थापन करके तुम कामटा को आगे नवा से अनुसार जो तथ्य आपण मान देबे ताकू रेकर्ड भी करवा मुख्यमंत्री पाखे उपस्थापन भी करवा कार्य को समाधान कर ये आशा नहीं कर मोर विश्वास आज मीटिंग गोटे सफल हो आपण मान समस्या समाधान हो सरकार समस्या समाधान हो अंचलवासी जो आशा अपेक्षा कर प्रोजेक्ट द्वारा चाष जमी हो कि जो पानी समस्या जोड़ा भी उपकृत हे से भी सफल पाए।